ଏମିତି କ'ଣ ହେଲା ଅଧା ରାତି ଯାଇ ହସ୍ପିଟାଲରେ ଆମକୁ ପହଞ୍ଚିବାକୁ ପଡ଼ିଲା। କାହିଁକିନା ଅଧା ରାତି 2ଟାରେ ଆମେ ଆମ୍ବୁଲାନ୍ସ ରାସ୍ତାରେ ଚଢ଼ିଲୁ। ତାପରେ ବାକି ଆମେ ସମସ୍ତେ ରାସ୍ତାରେ ଚାଲିଛୁ, ଦେଖିପାରୁଥିବେ କତ ଜାମ୍ ଅଛି। ତ ଆଉ କ'ଣ କହିବି, ବାଲେଶ୍ୱର ହସ୍ପିଟାଲ ଆମକୁ ବାଧ୍ୟ ହେଇ ଆସିବାକୁ ପଡ଼ିଲା ଅଧା ରାତିରେ ଆଉ। ନମସ୍କାର ଫ୍ରେଣ୍ଡ, ଜୟ ଜଗନ୍ନାଥ। ମୋର ଆଉ ଏକ ବ୍ଲଗ୍କୁ ଆପଣମାନଙ୍କୁ ବହୁତ ସାରା ସ୍ୱାଗତ। ଅଧରାତିରେ ବାହାରିଛି, ରାସ୍ତା ପୁରା ଫାଙ୍କା ଅଛି। ଆଉ ଦିଦି ତ ଏଠି ଛିଡ଼ା ହେଇଛି ଗାଡ଼ି ପାଖରେ। ଆଉ ଭାଇନା ବି ଏପଟେ ଅଛନ୍ତି, ଯାହାକି ମୁହଁ ଦେଖାଯାଉନି। ଏମର୍ଜେନ୍ସି କାମ ପଡ଼ିଲା, ସେଥିପାଇଁ ବର୍ତ୍ତମାନ ତ ରାତି 1 ହେଇଛି। ଏମର୍ଜେନ୍ସି କାମ ପଡ଼ିଲା ତ ଯିବା ପାଇଁ ପଡ଼ିବ। ତ ମୁଁ ବ୍ୟାକ୍ କ୍ୟାମେରା ଦେଖୁଛି, ରାସ୍ତା ପୁରା ସୁନସାନ ଅଛି। ଦେଖୁଛି ତ ରାସ୍ତା ଦେଖିବା ତ ସୁନସାନ। ଭାଇ ତାଙ୍କର ଏପଟେ ଇଏ କରୁଛନ୍ତି, ତ ମୁଁ ବି ଠିଆ ହେଇଛି, ୱେଟ୍ କରିଛି ଗାଡ଼ି ଆସିଲେ ଯିବି। ବାକି ମୁଁ ବି ଏପଟେ ଛିଡ଼ା ହେଇଛି। ମୋ ପଟେ ରାସ୍ତା ଦେଖନ୍ତୁ, ପୁରା ସୁନସାନ। ନା ଆମେ ଆସି ହସ୍ପିଟାଲ ପାଖରେ ପହଞ୍ଚିଗଲୁ। ମୋର ମଝିଆ ଦେଢ଼ଶୁର ଯିଏ ହେବେ, ସେ ମଝିଆ ଭାଇ, ସେ ବାପାଙ୍କୁ ନେଇକି ଆଗରେ ଚାଲିଛନ୍ତି ଟିକଟ କରିବା ପାଇଁ। ଆଉ ଆମର ଭଉଣୀ ମା ଆଗରେ, ମୋ ପଛରେ ଚାଲିଛି। ଯେହେତୁ ଭାଇ ଯାଇଛନ୍ତି ତ ସେଥିପାଇଁ ମୁଁ ଟିକେ ପଛରେ ରହୁଛି। ଭାଇ ଆଉ ସେ ସବୁ ଜାଣିଛନ୍ତି, ସେ ସବୁ କରନ୍ତି ଆମ ଘରରେ। ବାକି ବସ ଆଡ଼ମିସନ୍ ସରିଲା ପରେ ମୁଁ ଟିକେ ଫାଙ୍କା ଖୋଜିଲି ଶୋଇବା ପାଇଁ। ଆସି ହଲ୍ ପୁରା ଫାଙ୍କା। ରାତି ସେତେବେଳକୁ 3ଟା ବାଜିଲାଣି, ପୁରା ଫାଙ୍କାରେ। ସକାଳୁ ବି ମଧ୍ୟ ହେଇଗଲା, ତ ଭାଇ ବି ଆସି ସକାଳୁ ଆସି 6ଟା ବେଳକୁ ଆମ ପାଖରେ ହାଜିର। ତ ଭିତରକୁ ଯିବା, ଭାଇ ଫୋନ୍ ମାରିଲେ ତ ତଳକୁ ଆସେ, ମୁଁ ଯାଉଛି। ପୁଣି ତଳକୁ ଆସିଲେ, ବସିଲା ପରେ ଭଉଣୀ ଆଉ ମା ବସିଥିଲେ। ବାବା ବିନାଙ୍କର ବସିଲେ, କାହିଁକିନା ଡକ୍ଟର ଯେହେତୁ ରାଉଣ୍ଡିଂରେ ଆସିନଥିଲେ। ଆମେ ତ ରାତି 2ଟା ବେଳେ ଆସିଲୁ, ଡକ୍ଟରଙ୍କୁ ଦେଖିନୁ। ତ ଡକ୍ଟର ୟାପରେ ରାଉଣ୍ଡିଂ ଆସିବାକୁ କହିଲି, କାଲି ଅଲ୍ଟ୍ରାସାଉଣ୍ଡ ପାଇଁ ଲେଖିଥିଲେ, ଅଲ୍ଟ୍ରାସାଉଣ୍ଡ ହେଇନି। ତ ବାପା ତମେ କିଛି ଖାଅନି, ଜୁସ୍ ପିଇଦିଅ। ତ ଜୁସ୍ ଖାଇସାରିଲା ପରେ ଆମେ ସମସ୍ତେ ଟିକେ ବସିଲୁ। ଆଉ ଯେଉଁ ତ ମନ ଖରାପ, ଘରରେ ଯାହାମାନଙ୍କର ଦେହ ଖରାପ ରହିଲେ କେତେ ମନ ଖରାପ ହୁଏ, ସେଇଟା ତ ସମସ୍ତେ ଜାଣିଥିବେ। ତ ବାକି ଆମେ ଯେହେତୁ ଡକ୍ଟର ରାଉଣ୍ଡିଂରେ ଆସିନଥିଲେ, ଭାଇଙ୍କୁ ଆଉ ମାଆଙ୍କୁ ସେଠି ଛାଡ଼ି ଦେଇକି ଆମେ ଟିକେ ଆସିଲୁ ଏଠି ଅଲ୍ଟ୍ରାସାଉଣ୍ଡ ପାଖରେ ଟିକେଟ୍ କରିବା ପାଇଁ। ତ ଟିକେଟ୍ କରିବା ପାଇଁ ଆସିଲୁ, ଦେଖିଲନ୍ତୁ ତ କେତେ ଲାଇନ୍ ଅଛି। ତ ଲାଇନ୍ କରିସାରିଲା ପରେ ବର୍ତ୍ତମାନ ଆମର ବି ସିରିଏଲ୍ ପଡ଼ିଯାଇଥିଲା। ସେଥିପାଇଁ ବାପାଙ୍କୁ କହିଲେ ଯାଇକି ନେଇ ଆସିବା ପାଇଁ। ବାପା ଆସି ଅଲ୍ଟ୍ରାସାଉଣ୍ଡ କରିସାରିବା ପରେ ତ ବାପାଙ୍କୁ ରୁମ୍ରେ ଛାଡ଼ି ଆମେ ଟିକେ ବାହାରକୁ ଯାଇଥିଲୁ। ତ ବାହାରେ ଦେଖନ୍ତୁ ନଜାରା, ବାଲେଶ୍ୱର ବାହାରେ ହସ୍ପିଟାଲର ନଜାରା ଦେଖିପାରୁଥିବେ କେମିତି। ବାକି ସମସ୍ତେ ତ ଆସନ୍ତି, ବାକି ଯେଉଁମାନେ ନ ଆସୁଛନ୍ତି ଦେଖିପାରିବେ। ଆଗ ଅପେକ୍ଷା ବହୁତ ବେଟର୍ ଅଛି। ତ ସେଇଠୁ ଆମେ ଅଲ୍ଟ୍ରାସାଉଣ୍ଡ ସାରି ଆସିଲା ପରେ ଦେଖିଲା ବେଳକୁ ଡକ୍ଟର ରାଉଣ୍ଡିଂରେ ସାରିଥିଲେ। ତ ସେଥିପାଇଁ ଶୀଘ୍ର ପଳେଇ ଆସିଲୁ ରୁମ୍କୁ। ତ ବାପାଙ୍କୁ ଆଣି ଏଠି ରେଷ୍ଟ ନେବା ପାଇଁ ଛାଡ଼ିଲୁ। ଡକ୍ଟର ଦେଖିକି ଯାହା କହିବେ, କାହିଁକିନା ରିପୋର୍ଟ ତ ଆସିନି, ଅଲ୍ଟ୍ରାସାଉଣ୍ଡ ସିନା ସରିଗଲା, ରିପୋର୍ଟ ଆସିଲେ ସନ୍ଧ୍ୟା ହେଇଯିବ। ଡକ୍ଟର ଦେଖିକି ପଳେଇଗଲା ପରେ ବି ମାଆଙ୍କୁ ଆଉ ଭଉଣୀ ଘରକୁ ପଠାଇଦେଲେ। ସେମାନେ ଫ୍ରେଶ୍ ହେଇକି ଆସିଲେ। ତ ଫ୍ରେଶ୍ ହେଇକି ଆସିଲେ ସେମାନେ, କିଛି ସମୟ ରହିଲେ। ତ ମୁଁ ବି ପଳେଇଗଲି। ମୁଁ ବି ଫ୍ରେଶ୍ ହେଇ ଆସି ଦିନ 4ଟାରେ ପହଞ୍ଚିଗଲି। ଯେହେତୁ 4ଟା ସମୟ ହେଇଗଲାଣି, ପୁଣି ଡକ୍ଟର ରାଉଣ୍ଡିଂରେ ଆସିଲେ। ତ ସେମିତି ମୁଁ ଫ୍ରେଶ୍ ହେଇକି ଶୀଘ୍ର ଆସିଲି 3ଟା ବେଳକୁ। ତ ବାକି ରାତିରେ କିଛି ସାମାନ ଆଣିବାକୁ ପଡ଼ିଲା, ଯେହେତୁ ରାତି 9ଟା ହେଲା। ମୁଁ କହିଲି ଚାଲ ଯିବା ଟିକେ, ଆମେ କିଛି ନେଇ ଆସି ସାମାନ, କାହିଁକିନା ସକାଳୁ ହେଲେ ତ ନିହାତି ଖାଇବାକୁ ପଡ଼ିବ ନା। କାହିଁକିନା ଘରୁ ତ ଆସୁଛି, କିନ୍ତୁ କିଛି ତ ହାତରେ ରଖିବା ଦରକାର। ତ ଇଏ ହେଉଛି ଆମ ଡାକ୍ତରଖାନା ପାଖରେ ଲେଖା ହେଇଛି ଅତି ଗର୍ବର ସହ, ଇଏ ହେଉଛି ମୋ ଡାକ୍ତରଖାନା। ରାତିର ନଜାରା ପୁରା ଅଲଗା ପ୍ରକାର କିଛି ଥିଲା। ତ ଜଣେ ମଉସାଙ୍କର ବି ଦେହ ବହୁତ ଖରାପ ଥିଲା, ସେ ବି ଆସିଥିଲେ। ତ ରାତି ପାହିଗଲା ପରେ ଆଉ ବେଶୀ ଦିନ ହସ୍ପିଟାଲରେ ରହିହେବନି। ସେଥିପାଇଁ ଡକ୍ଟରଙ୍କୁ କହିଲେ ଆମକୁ ଡିସଚାର୍ଜ କରିଦିଅ। ତ ଆମର ବି ଡିସଚାର୍ଜ ସରିଗଲେ। ତ ଆମେ ଏବେ ଘରକୁ ପଳେଇବୁ, କାହିଁକିନା ହସ୍ପିଟାଲରେ ଯେଉଁ କଷ୍ଟ ଯିଏ ରହିଛନ୍ତି ସେ ଜାଣିଛନ୍ତି। ଭିଡ଼ିଓଟି ପ୍ଲିଜ୍ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ। ଭଲ ଲାଗିଥିଲେ ଲାଇକ୍, କମେଣ୍ଟ, ସେୟାର କରିବେ। ଆଉ ମୋର ଏତିକି ସମସ୍ତଙ୍କୁ ରିକ୍ୱେଷ୍ଟ, ଟିକେ ପ୍ରାର୍ଥନା କରନ୍ତୁ ଆମ ବାପା ଯେମିତି ଶୀଘ୍ର ଭଲ ହେଇଯାଆନ୍ତୁ। ତାଙ୍କର ଯେଉଁ ରୋଗ, ସେଇଟା ତ କହିହେବନି। ମଣିଷ ଜୀବନ ଜୀବନ କାଲିକି ଭରସା ନାହିଁ। ତ ବାକି ବାଏ ବାଏ। ଭିଡ଼ିଓଟି ଏଇଠି ଶେଷ କରୁଛି। ବାଏ ବାଏ।